ଶଗଡ଼ ଗାଡ଼ିରେ ନୂଆ କନ୍ୟା ହଜିଯାଉଥିବା ପରମ୍ପରାକୁ ଜୀବିତ କରିବାର ପ୍ରୟାସ ରହିଛି। ଗାଁ ଦାଣ୍ଡରେ ଗଡ଼ୁଛି ଶଗଡ଼ ଗାଡ଼ି ଭିତରେ ବସିଛି ନୂଆ କନ୍ୟା। ବରଘରକୁ ନୂଆ କନ୍ୟା ଆସିଛି ଶଗଡ଼ ଗାଡ଼ିରେ। ବର୍ତ୍ତମାନ ଯୁବପିଢ଼ି ଦାମିକିଆ ଗାଡ଼ି ଚଢ଼ି କନ୍ୟା ଘରକୁ ଯିବା ଏବଂ ବ୍ୟୟବହୁଳ ବିବାହ କାର୍ଯ୍ୟକ୍ରମ ପାଇଁ ଆକୃଷ୍ଟ ହୋଇଥିବା ବେଳେ ନିଜ ବିବାହକୁ ଚିରସ୍ମରଣୀୟ ଏବଂ ପୂର୍ବଜମାନଙ୍କ ପୁରୁଣା ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ନିଜ ନବବଧୂକୁ ସୁସଜ୍ଜିତ ଶଗଡ଼ ଗାଡ଼ିରେ ନିଜ ଘରକୁ ଆଣିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତରପଡ଼ା ଗ୍ରାମର ଯୁବକ ଶିବାନନ୍ଦ ଗୌଡ଼। ଶିବାନନ୍ଦ କେନ୍ଦୁବାଡ଼ି ଗ୍ରାମର ସ୍ୱପ୍ନାରାଣୀ ଗୌଡ଼ଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କ ବିବାହ ଅଞ୍ଚଳର ଅନ୍ୟ ବିବାହଠାରୁ ରହିଛି ନିଆରା। କାରଣ ଯେଉଁଠି କନ୍ୟାମାନେ ଦାମିକିଆ ଗାଡ଼ି ଚଢ଼ି ଆସି ପ୍ରଥମ ଥର ଲାଗି ନିଜ ସ୍ୱାମୀଙ୍କ ଘର ଏରୁଣ୍ଡି ବନ୍ଧ ଡିଅନ୍ତି, ସେଠି ସ୍ୱପ୍ନରାଣୀ ନିଜ ବାପାଙ୍କ ଘରୁ ଶଗଡ଼ରେ ଆସି ସ୍ୱାମୀଙ୍କ ଘରେ ପହଞ୍ଚିବା ତାଙ୍କ ପାଇଁ ନିଆରା ଅନୁଭବ। ଶିବାନନ୍ଦ ନିଜ ବିବାହରେ ଦାମିକିଆ ଗାଡ଼ିରେ କନ୍ୟା ଆଣିବାର ସକ୍ଷମ ଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ଅଯୋଧ୍ୟ ବ୍ୟୟବହୁଳ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହି ପୂର୍ବଙ୍କ ସଂସ୍କୃତି ଏବଂ ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ଶଗଡ଼ ଗାଡ଼ିରେ କନ୍ୟା ଆଣିବା ଘଟଣା ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଶିବାନନ୍ଦଙ୍କ ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଏହା ଆଗାମୀ ଯୁବପିଢ଼ିଙ୍କୁ ନୂତନ ମାର୍ଗ ଦର୍ଶାଇବ ବୋଲି କହିଛନ୍ତି ଅଞ୍ଚଳବାସୀ। ଆମେ ଗୋଟେ ଶଗଡ଼ରେ ଆସିଥିଲୁ, ଆଉ ଏବେ ପୁଅମାନେ ଶଗଡ଼ରେ ଧରି ଆଇଲେ, ଆଉ ସେଇଟା ଆମର ଖୁସି। ଆଉ ଆଜ୍ଞା, ମୋ ନାଁ ହେଉଛି କୈଳାସ ଚନ୍ଦ୍ର ଗୌଡ଼, ମୁଁ ଝିଅର ମାମୁଁ। ଆଜ୍ଞା ଦେଖନ୍ତୁ, ଆମେ ଆରମ୍ଭରୁ ତ ଭାବିନଥିଲୁ ଯେ ଆମର ଝିଅ ଶଗଡ଼ରେ ଯିବ। ଆମେ ଯେମିତି କାରରେ ଯାଉଛନ୍ତି ସେମିତିକା ସମସ୍ତଙ୍କ ମନ ଭିତରେ ଥିଲା। କିନ୍ତୁ ଯେତେବେଳେ ଆମ ଗାଁ ଘର ଆଗରେ ଯେମିତି ଲାଗିଯାଇଛି ଶଗଡ଼, ଗୋଟେ ଅଲଗା ପ୍ରକାର ଗୋଟେ ଉତ୍କଣ୍ଠା ଆଉ ଖୁସି ଜାତ ହୋଇଥିଲା। ତାପରେ ଯେତେବେଳେ ଆମ ଘରରେ ଥିବା ପରିବାର ବର୍ଗ ଏବଂ ଆସିଥିବା ବନ୍ଧୁବର୍ଗ ସମସ୍ତେ ମଧ୍ୟ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ ଏବଂ ସମସ୍ତଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଗୋଟେ ଖୁସି ମୁଁ ଅନୁଭବ କଲି। ଏବଂ ମନ ଭିତରେ ବି ଗୋଟେ ବିଚାର କଲି ଯେ ଆମର ବିଗତ ଦିନରୁ ହଜିଯାଇଥିବା କିଛି ସଂସ୍କୃତି ଏବଂ ପରମ୍ପରା ବୋଧେ ଆଜି ନୂଆ କରି ଫେରି ଆସିଛି। ଏବଂ ବହୁତ ମନ ଭିତରେ ଗୋଟେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା ଏବଂ ଆମ ଝିଅ ଶଗଡ଼ରେ ଯାଉଛି ବୋଲି ଗୋଟେ ଗର୍ବ ଅନୁଭବ ହୋଇଥିଲା। ତେଣୁକରି ଆସୁଥିବା ଏବଂ ଆସନ୍ତା ପିଢ଼ିକୁ ମଧ୍ୟ ଏବଂ ଯୁବାପିଢ଼ିମାନଙ୍କୁ ମଧ୍ୟ ମୋର ବି ଗୋଟେ ରିକ୍ୱେଷ୍ଟ ଯେ ସେମାନେ ଏଇ ଜିନିଷକୁ ଯଦି ଆପଣେଇବେ, ବୋଧେ ଆମର ହଜିଯାଇଥିବା ସଂସ୍କୃତି ପରମ୍ପରା ବୋଧେ ଫେରିଆସିବ ଏବଂ ଲୋକମାନଙ୍କ ମନ ଭିତରେ ଗୋଟେ ଅଲଗା ପ୍ରକାର ଗୋଟେ ସୃଷ୍ଟି ହେବ ଯେ ଆମେ ବି ଏଇ ଜିନିଷଗୁଡ଼ିକ ଗ୍ରହଣ କରିବୁ ଏବଂ ହଜିଯାଇଥିବା ସଂସ୍କୃତି ପରମ୍ପରାକୁ ବଜାୟ ରଖିବୁ। ମୋର ନାମ ପୁରସ୍ତମ ବଳ। କ'ଣ କହିବେ? ଆଜ୍ଞା ଦେଖନ୍ତୁ, ମୁଁ ଚାଷୀ ଲୋକ। ପ୍ରାୟ ଦୀର୍ଘ 45 ବର୍ଷ ତଳେ ଆମେ ଏମିତି ବାହାଘର ସମୟରେ ବୋଉ ଡାକିବୁ ଯାଉ, କିନ୍ତୁ 45 ବର୍ଷ ପୂର୍ବେ ଯାଇଥିଲୁ। ତାପରେ ଆଉ କୌଣସି ଗାଡ଼ି ଗୁଡ଼ା ବୋଉ ଗୁଡ଼ି ଶଗଡ଼ ନେଇକରି ଆମେ ଯାଇନୁ। କାହିଁକି ନା ଗାଡ଼ି ମଟର ବିଭିନ୍ନ ପ୍ରକାର ବାହାରିଲା, ସେଥିରେ ଯାନବାହନ କରନ୍ତି। ଏବେ ଦୀର୍ଘ ଦିନ ତଳେ ବାହାଘର ପୂର୍ବରୁ ସେ ମୋତେ କହିଲେ, ପଇସା କ'ଣ କରିବା, ସବାରି ମନା ହୋଇଗଲା, ଆଉ ଶଗଡ଼ ଗାଡ଼ି ନେଇକରି ବୋଉକୁ ଟିକେ ଡାକିବାକୁ ସହଯୋଗ କରିବେ। ମୁଁ କହିଲି ଠିକ୍ ଅଛି ଆଜ୍ଞା ବାବୁ, ତୁ ଏଥିପାଇଁ ଚିନ୍ତା କରନା, ଶଗଡ଼ ଗାଡ଼ି ତ ମୋର ଜୀବିକା ହେଉଛି। ମୁଁ ତ ଦୀର୍ଘ 45 ବର୍ଷ ହେଲା ଚାଷ କରିକି ମୋର ଏଇ ଚାଷ ଉପରେ ଧାନ ଖତ ଏମିତି ବିଭିନ୍ନ ପ୍ରକାର ନେବା ଆଣିବା କରିକି ମୋର ଏଇ ଚାଷକୁ ମୁଁ ବଞ୍ଚେଇକି ରଖିଛି। ଆଉ ଦୀର୍ଘ ଦିନ ହେଲା ମୁଁ ତ ଶଗଡ଼ ରଖିକି ଚାଲିଛି। ଆଉ ଯଦି ଆମର ଗୋଟେ ବୋଉଟେ ଆସିବା ପାଇଁ ଯଦି କହିଲାଣୁ, ମୋର ବହୁତ ଗର୍ବ। ସେଥିପାଇଁ ମୁଁ ବହୁତ ସହଯୋଗ କରିବି। ଏଥିରେ ଲୋକ ଦେଖିଲେ ମୋତେ ସେତିକି ମୋର ମନକୁ ମୁଁ ଭାଗ୍ୟବାନ ମନେ କରିବି। ମୋର ଏଇ ଯେଉଁ ପରମ୍ପରାକୁ ବଞ୍ଚେଇକି ରଖି ଆଜି ପର୍ଯ୍ୟନ୍ତ ମୁଁ ରହିଥିଲି, ଗୋଟେ ସୁଯୋଗ ମିଳିବ, ଏ ହଜାର ହଜାର ଲୋକର ମୋତେ ଏତିକି ଗୋଟେ ସମ୍ମାନ ମିଳିବ, ସେତିକି ମୋତେ ଯଥେଷ୍ଟ। ସ୍ୱପ୍ନାରାଣୀ ଗୌଡ଼, ଗାଁ କେନ୍ଦୁବାଡ଼ି। କ'ଣ କହିବି? ନାଇଁ, ମୁଁ ଶଗଡ଼ରେ ଆସିବି ବୋଲି ମନା କରିଥିଲି ଘରେ। ନାଇଁ, ମୁଁ ଯିବିନି ଶଗଡ଼ରେ। ତାପରେ ମାନେ ନିଜକୁ ଗୋଟେ ଭଲ ଲାଗିଲା, ହଁ ମୁଁ ଶଗଡ଼ରେ ଯିବି, କେତେ ନିଆରା, ଆମ ସଂସ୍କୃତି ପରମ୍ପରା ସବୁ ଲୋପ ପାଇଯାଉଛି, ଶଗଡ଼ରେ ଯିବି। ତାପରେ ମୁଁ ଶଗଡ଼ରେ ଆସିଲି, ଭଲ ଲାଗିଲା। ମୁଁ ଗର୍ବ ବି ଅନୁଭବ କରୁଛି ମୁଁ ଶଗଡ଼ରେ ଆସିଲି ବୋଲି। ତାପରେ ଏତେ ପ୍ରଶଂସା ୟୁଟ୍ୟୁବ୍, ଫେସବୁକ୍ ଏସବୁ ଦେଖିକି ବହୁତ ଭଲ ଲାଗୁଛି। କମେଣ୍ଟ ବି ଶୁଣି ବହୁତ ଭଲ ଲାଗୁଛି। ମୋ ବାହାଘର ଚିରସ୍ମରଣୀୟ ହେଇକି ରହିଲା। ମୋର ମେସେଜ ରହିବ, ଆସନ୍ତା ପିଢ଼ି ଯେଉଁ ଆସୁଛି
ଏଇ ଆମ ପରମ୍ପରା ସବୁ ଲୋପ ପାଇଯାଉଛି। ଏସବୁ ନୀତି ନିୟମ ସଂସ୍କୃତି ଆମର ବଜାୟ ରହୁ, ମୋର ଏତିକି ଅନୁରୋଧ। ଆଜ୍ଞା ମୋ ନାଁ ଶିବାନନ୍ଦ ଗୌଡ଼, ଗ୍ରାମ ଅନ୍ତରପଡ଼ା। ଦେଖନ୍ତୁ ଆଜିକାଲି ଯେଉଁମାନେ ତ ଆଜିକାଲି ସମସ୍ତେ ଗାଡ଼ି କାର୍ରେ ଆସୁଛନ୍ତି, କିନ୍ତୁ ମୋର କିଛି ନୂଆ କରି ଦେଖାଇବାକୁ ଥିଲା, ଯାହାଫଳରେ ମୋ ମନ ହେଇଥିଲା ସବାରି କରିବା ପାଇଁ। ଯେହେତୁ ଆମର ବାପା ଜେଜେବାପା ମାନେ ସେମାନେ ଆସୁଛନ୍ତି ସବାରିରେ ବାହାରିଛନ୍ତି, ତ ମୁଁ ସବାରି ପାଇଁ ବହୁତ ଚେଷ୍ଟା କରିଥିଲି, ସବାରି ହେଇପାରିଲାନି। ଯେଉଁମାନେ ସବାରି ମାନେ ଆଣୁଛନ୍ତି ସେମାନେ କହିଲେ ନାଇଁ ଆମର କୂଳରେ ମନା ଅଛି, ଆଉ ଆମକୁ ଫାଇନ୍ ପଡ଼ିବ, ଆମେ ନେଇପାରିବୁନୁ। ତ ମନ ଦୁଃଖ ହେଇଥିଲା। କିନ୍ତୁ ଆମ ଗାଁର ବୃଦ୍ଧ ଲୋକଙ୍କୁ ପଚାରିଲି, ଜଣେ ଥିଲେ ଆମ ପିଇସା ହେବେ ପୁରସ୍ତମ ବଳ ବୋଲି, ସିଏ ଆମକୁ ତାଙ୍କ ଶଗଡ଼ ଥିଲା, ସିଏ କହିଲା ତୁ ଟେନସନ୍ ନେନା, ମୁଁ ତୋର କାମ କରିଦେବି, ମୋ ଥ୍ରୋରୁ ଯେତିକି ଚେଷ୍ଟା କରିବି ମୁଁ ବେଷ୍ଟ କରିବାକୁ ଦେବି କହିକି ତାଙ୍କେ ନିଜେ ନେଇକରି କରିଥିଲେ। ଶଗଡ଼ ତାଙ୍କ ନିଜ ଶଗଡ଼ ହିଁ ସଜେଇଥିଲେ। ଆଉ ମୋର ଗୋଟେ ବ୍ରଜକିଶୋର ସ୍ୱାଇଁ ବୋଲି ସେ ସାଙ୍ଗ ବି ଡେକୋରେସନ୍ କରିଦେଇଥିଲେ ଶଗଡ଼ଟାକୁ କରିକିରି ଆଣିଥିଲେ। ତ ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ଜାଣିନଥିଲି ଏତେ ଲୋକ ମୋତେ ପ୍ରଶଂସା ମିଳିବ ବୋଲି। ଯେତେବେଳେ ଟ୍ୱିଟର୍, ଫେସବୁକ୍, ଇନଷ୍ଟାରେ ପଡ଼ିଲା ଭିଡ଼ିଓ, ବହୁତ ଆଡ଼ୁ ଶୁଭେଚ୍ଛା ମାନେ ଲାଇକ୍ ଆସୁଛନ୍ତି, ସମସ୍ତେ ଫୋନ୍ ଫାନ୍ ଆସୁଛନ୍ତି, ବହୁତ ଖୁସି ଲାଗିଲା। କାହିଁକିନା ମୋର ଏଇଟା ପିଲାଦିନରୁ ଆଶା ଥିଲା ଯେ ମୁଁ ସବାରିରେ କରିବି, କିନ୍ତୁ ସବାରି ହେଇପାରିଲାନି, କିନ୍ତୁ ଶଗଡ଼ ହେଲା ତ ବେଷ୍ଟ ହେଲା, କିଛି ଖରାପ ନାହିଁ, ବହୁତ ଭଲ ଲାଗିଲା। ଗାଁ ଲୋକ ବି ସପୋର୍ଟ କଲେ, ଭଲ ଲାଗିଲା ମୋତେ, ମୁଁ ଖୁସି ଅଛି।